ପୁସ୍ତକର ନାମ ସାହସ ହରାନ୍ତୁ ନାହିଁ। ଯେଉଁ ଲୋକମାନେ ଆଧ୍ୟାତ୍ମିକ ଚିନ୍ତନ ପ୍ରତି ବିମୁଖ ହୋଇ କେବଳ ପରୋପକାର କାର୍ଯ୍ୟରେ ଲାଗି ରହନ୍ତି, ସେମାନେ ନିଜର ସଫଳତା ଅଥବା ସଦ୍ଗୁଣର ମୋହିତ ହୋଇଯାଆନ୍ତି। ସେମାନେ ନିଜକୁ ଲୋକସେବକ ରୂପେ ଦେଖିବାକୁ ଚାହାନ୍ତି। ଏପରି ଅବସ୍ଥାରେ ସେମାନେ ଆଶା କରନ୍ତି ଯେ ସବୁ ଲୋକ ତାଙ୍କୁ ପ୍ରଶଂସା କରନ୍ତୁ, ତାଙ୍କ କଥା ମାନନ୍ତୁ। ଏହି ଅଭିମାନ ବଢ଼ିବା ଯୋଗୁଁ ସେମାନେ ଅନେକ ଲୋକଙ୍କର ଶତ୍ରୁ ହୋଇଯାଆନ୍ତି। ଏହାଦ୍ୱାରା ସେମାନଙ୍କର ଲୋକସେବା ସେମାନଙ୍କୁ ବାସ୍ତବିକ ଲୋକସେବକ ନ କରି ଲୋକ ବିନାଶକାରୀ ରୂପେ ଧାରଣ କରାଇଦିଏ। ଆଧ୍ୟାତ୍ମିକ ଚିନ୍ତନ ବିନା ମନୁଷ୍ୟ ମଧ୍ୟରେ ବିନୀତ ଭାବ ଉତ୍ପନ୍ନ ହୁଏ ନାହିଁ ଏବଂ ନିଜକୁ ନିଜେ ସୁଧାରିବାର କ୍ଷମତା ରହେ ନାହିଁ। ଏ ଭୁଲ ପରେ ଭୁଲ କରିବାର ଏବଂ ଏପରି ନିଜର ଜୀବନକୁ ହନ୍ତସନ୍ତ କରିଦିଏ। ଆମେ ଯେଉଁ ଭାରତୀୟ ସଂସ୍କୃତି, ଭାରତୀୟ ଚିନ୍ତାଧାରା ପ୍ରଚାର କରିବାକୁ ଇଚ୍ଛା କରୁଛେ, ତଦ୍ୱାରା ଆପଣଙ୍କର ସମସ୍ତ କଷ୍ଟର ନିବାରଣ ହୋଇପାରିବ। ରାଜନୀତିକ ଶକ୍ତି ଦ୍ୱାରା ଆପଣଙ୍କର ଅଧିକାର ରକ୍ଷା ହୋଇପାରେ, କିନ୍ତୁ ଯେଉଁ ସ୍ଥାନରୁ ଆମର ସୁଖ ଦୁଃଖର ଉତ୍ପନ୍ନ ହୋଇଥାଏ, ରାଜନୈତିକ ଶକ୍ତି ତାର ନିୟନ୍ତ୍ରଣ କରିନପାରେ। ଏହି କାର୍ଯ୍ୟ ଆଧ୍ୟାତ୍ମିକ ଉନ୍ନତି ଦ୍ୱାରା ହିଁ ସମ୍ପନ୍ନ ହୋଇପାରିବ। ମନୁଷ୍ୟକୁ ମନୁଷ୍ୟ ରୂପେ ନିର୍ମାଣ କରିବାର ବାସ୍ତବିକ ଶକ୍ତି ଭାରତୀୟ ସଂସ୍କୃତିରେ ହିଁ ରହିଛି। ଏହି ସଂସ୍କୃତି ଆମକୁ ଶିକ୍ଷା ଦିଏ ଯେ ମନୁଷ୍ୟର ପ୍ରେମ କରିବାର ପାଇଁ ଜନ୍ମ ନେଇଛି, ଲଢ଼ି ମରିବା ପାଇଁ ନୁହେଁ। ଯଦି ଆମର ସମସ୍ତ କାର୍ଯ୍ୟକ୍ରମ ଠିକ୍ ଢଙ୍ଗରେ ଚାଲେ, ତେବେ ଭାରତୀୟ ସଂସ୍କୃତିର ସୂର୍ଯ୍ୟୋଦୟ ଅବଶ୍ୟମ୍ଭାବୀ। ଯଦି ତୁମେ ଶକ୍ତି, ସ୍ୱାର୍ଥ ଓ ଶକ୍ତି ଚାହୁଁଥାଅ, ତେବେ ନିଜ ଅନ୍ତରାତ୍ମାର ସାହାଯ୍ୟ ନିଅ। ତୁମେ ସମସ୍ତ ସଂସାରକୁ ଧୋକା ଦେଇପାର, କିନ୍ତୁ ନିଜ ଆତ୍ମାକୁ କିଏ ଧୋକା ଦେଇପାରେ? ଯଦି ପ୍ରତ୍ୟେକ କାର୍ଯ୍ୟରେ ତୁମେ ଅନ୍ତରାତ୍ମାର ସମ୍ମତି ନିଅ, ତେବେ ବିବେକ ପଥ ନଷ୍ଟ ହେବ ନାହିଁ। ସମସ୍ତ ଦୁନିଆର ବିରୋଧ ସତ୍ତ୍ୱେ ତୁମେ ନିଜ ଅନ୍ତରାତ୍ମାର ନିର୍ଦ୍ଦେଶ ମାନି ଚଳିଲେ କେହି ତୁମର ସଫଳତା ପ୍ରାପ୍ତିର ବାଧା ଉତ୍ପନ୍ନ କରିପାରିବ ନାହିଁ। ଯେତେବେଳେ କୌଣସି ମନୁଷ୍ୟ ନିଜେ ନିଜର ଅଦ୍ୱିତୀୟ ବ୍ୟକ୍ତି ଏବଂ ଶ୍ରେଷ୍ଠ ଚରିତ୍ର ସମ୍ପନ୍ନ ମନେକରେ, ସେତେବେଳେ ତାର ଆଧ୍ୟାତ୍ମିକ ପତନ ହୋଇଥାଏ। ମନ ଭିତରେ ସମସ୍ତଙ୍କ ପାଇଁ ସଦ୍ଭାବନା ରଖିବା ସଂଯମପୂର୍ଣ୍ଣ ସତ୍ଚରିତ୍ର ସହିତ ସମୟ ବିତାଇବା, ଅନ୍ୟର ହିତ ପାଇଁ ଯତ୍ନଶୀଳ ହେବା, କେବଳ ସତ୍ ପ୍ରୟୋଜନ ସକାଶେ ବାଣୀର ଉପଯୋଗ କରିବା, ନ୍ୟାୟପୂର୍ଣ୍ଣ ରୋଜଗାର କରି ଗୁଜରାଣ ମେଣ୍ଟାଇବା, ଭଗବାନଙ୍କୁ ସ୍ମରଣ କରିବା, ନିଜର କର୍ତ୍ତବ୍ୟ ପଥରେ ଆରୂଢ଼ ହେବା, ଅନୁକୂଳ ପ୍ରତିକୂଳ ପରିସ୍ଥିତିରେ ବିଚଳିତ ନ ହେବା ଆଦି ନିୟମଗୁଡ଼ିକ ପାଳନ କରିବା ଦ୍ୱାରା ଜୀବନ ସଂଯମ୍ୟ ହୋଇଯାଏ। ମନୁଷ୍ୟ ଜୀବନକୁ ସଫଳ କରାଇବାରେ ହିଁ ସକ୍ଷମ ହୋଇଯାଏ। ମନୁଷ୍ୟ ଜୀବନକୁ ସଫଳ କରାଇବାରେ ହିଁ ପ୍ରକୃତ ଦୂରଦର୍ଶିତା ଓ ବୁଦ୍ଧିମାନ ନିହିତ। ଆମ ଭିତରେ ଅହଙ୍କାର ଭାବନା ନ ଥିବା ପର୍ଯ୍ୟନ୍ତ ତ୍ୟାଗ ଭାବନାର ଉଦୟ ହେବା କଷ୍ଟକର। ଜାଗ, ଉଠ, ଅଟକ ନାହିଁ। ଲକ୍ଷ୍ୟ ପ୍ରାପ୍ତି ହେବା ପର୍ଯ୍ୟନ୍ତ ଚାଲୁଥାଅ। ଅନ୍ୟ କେହି ଆମର ଖରାପ କରିବା କିମ୍ବା ନିନ୍ଦା କରେ, ଉଦ୍ବେଗଜନକ କଥା କହେ, ତେବେ ତାହାକୁ ସଦ୍ୟ ଭଳି ପ୍ରତ୍ୟୁତ୍ତର ନ ଦେବା ଦ୍ୱାରା ଶତ୍ରୁତା ବଢ଼ି ନଥାଏ। ନିଜ ମନକୁ ବୁଝାଇବା ଉଚିତ ଯେ ସବୁଠାରୁ ଭଲ ଉତ୍ତର ହେବା ମୌନ। ଯିଏ ନିଜର କର୍ତ୍ତବ୍ୟ କର୍ମରେ ମଗ୍ନ ରହେ ଏବଂ ଅନ୍ୟମାନଙ୍କ ଅବଗୁଣ ଖୋଜେ ନାହିଁ, ତାହାକୁ ଆନ୍ତରିକ ପ୍ରସନ୍ନତା ମିଳିଥାଏ। ଜୀବନରେ ଉତ୍ଥାନ ପତନ ଆସିଥାଏ। ହସ ଏବଂ ପ୍ରସନ୍ନ ରୁହ। ସୁଖ ଥାଇ ନ ହସିଲେ କି ଲାଭ? ମୁଖ ଥାଇ ନ ହସିଲେ କି ଲାଭ? ନିଜର ମାନସିକ ଶକ୍ତିକୁ ସ୍ଥିର ରଖିବାକୁ ଚାହୁଁଥିବା
ବ୍ୟକ୍ତି ଅନ୍ୟମାନଙ୍କ ସମାଲୋଚନା ଶୁଣି ବିରକ୍ତି ହେବା ଅନୁଚିତ। ଏ ସଂସାରରେ ଅନେକ କଠିନତା ରହିଛି, ଯେଉଁଗୁଡ଼ିକ ସମ୍ମୁଖୀନ ହେବା ଓ ସହ୍ୟ କରିବାର କଳା ତୁମକୁ ଶିଖିବାକୁ ପଡ଼ିବ। ଏସବୁ ପୂର୍ବକର୍ମରେ ଫଳସ୍ୱରୂପ ତୁମକୁ ଅଜୟ ପ୍ରତୀତ ହୋଇଥାଏ। ଯେଉଁଠି କୌଣସି କାର୍ଯ୍ୟରେ ଭୟ, ଭ୍ରାନ୍ତି ଓ ନିରାଶା ରହିଛି, ସେଠାରେ ଅତି ପ୍ରବଳ ଶକ୍ତି ମଧ୍ୟ ରହିଛି। ନିଜ କାର୍ଯ୍ୟ କରିପାରିବା ପରେ ଆଉ ଗୋଟିଏ କାର୍ଯ୍ୟ ହାତକୁ ନିଅନ୍ତୁ। କର୍ମ ଫଳରୁ ସମୟର ସ୍ରୋତରେ ପ୍ରବାହିତ ହେବାକୁ ଦିଅ। ନିଜ ଶକ୍ତି ଅନୁଯାୟୀ କାର୍ଯ୍ୟ କର ଏବଂ ତାପରେ ଆତ୍ମସମର୍ପଣ କର। କୌଣସି ଘଟଣା ମଧ୍ୟ ହତୋତ୍ସାହିତ ହୁଅ ନାହିଁ। ତୁମର ନିଜ କର୍ମ ଉପରେ ଅଧିକାର ଥାଇପାରେ, ଅନ୍ୟମାନଙ୍କର କର୍ମ ଉପରେ ନୁହେଁ। ସମାଲୋଚନା କର ନାହିଁ, ଆଶା କର ନାହିଁ, ଭୟ ନାହିଁ। ସବୁକିଛି ଭଲ ହେବ। ଅନୁଭବ ଆସେ ଓ ଯାଏ, କ୍ଷୁଣ୍ଣ ହୁଅ ନାହିଁ। ତୁମେ ଦୃଢ଼ ଚିତ୍ତ ଉପରେ ଠିଆ ହୋଇଛ। ଆତ୍ମ ସାକ୍ଷାତକାର କରିଥିବା ସମ୍ପନ୍ନ ପୁରୁଷ ଅନ୍ୟକୁ ଦୋଷ ଦିଏ ନାହିଁ। ସେ ଅଧିକ ଶକ୍ତିମାନ ହୋଇଥିବା ସତ୍ତ୍ୱେ ସ୍ଥିତିର ଅବହେଳା କରେ ନାହିଁ। ପାଗଳ କୁକୁର ପରି ଯେତିକି ସାବଧାନ ରୁହ, ସେତିକି ଅହଙ୍କାର ପ୍ରତି ରୁହ। ସେପରି ତୁମେ ବିଷ କିମ୍ବା ବିଷଧର ସାପକୁ ଛୁଅ ନାହିଁ। ଯେଉଁ ପ୍ରକାର ସିଦ୍ଧିଠାରୁ ଦୂରେଇ ରୁହ ଏବଂ ଏହାର ପ୍ରତିବାଦ କରୁଥିବା ଲୋକମାନଙ୍କୁ ମଧ୍ୟ ନିଜ ମନ ଓ ହୃଦୟର ସମ୍ପୂର୍ଣ୍ଣ କ୍ରିୟାଗୁଡ଼ିକ ଈଶ୍ୱରଙ୍କ ପ୍ରତି ସମର୍ପଣ କର। ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହେବା ତୁମକୁ ଅତ୍ୟଧିକ ଅସହାୟ ଦୁଃଖୀ କରିବ। ମାର୍ଗଦର୍ଶନ ପାଇଁ ନିଜ ଆଡ଼କୁ ଦେଖ, ଦୂସରା ଆଡ଼କୁ ନୁହେଁ। ତୁମର ସଭ୍ୟତା ତୁମ ଦୃଢ଼ କରିଦେବ, ତୁମକୁ ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚାଇଦେବ। ଯାହା କିଛି ହେଉଛି ହେବାକୁ ଦିଅ। ତୁମ ବିଷୟରେ ଯାହା କୁହାଯାଉଛି ତାହାକୁ କହିବାକୁ ଦିଅ। ତୁମେ ଏହି କଥା ସବୁ ମୃଗତୃଷ୍ଣାର ଜଳ ଭଳି ଅସାର କରିବା ଉଚିତ। ଯଦି ତୁମେ ପ୍ରକୃତରେ ସଂସାର ତ୍ୟାଗ କରିଛ, ତେବେ ଏହି କଥାକୁ ତୁମେ ନଷ୍ଟ ଦେଇ ପାରିବ କିପରି? ତୁମେ ନିଜର ସମାଲୋଚନା କରିବାରେ ତିଳେ ହେଲେ କୁଣ୍ଠାବୋଧ କର ନାହିଁ। ତେବେ ଯାଇ ବାସ୍ତବିକ ଉନ୍ନତି ହୋଇପାରିବ। ପ୍ରତ୍ୟେକ ମୁହୂର୍ତ୍ତ ଏବଂ ସୁଯୋଗର ଲାଭ ଉଠାଅ। ପଥ ବହୁତ ଲମ୍ବା। ସମୟ ତୀବ୍ର ବେଗରେ ଗଡ଼ି ଚାଲିଛି। ନିଜର ସମ୍ପୂର୍ଣ୍ଣ ଆତ୍ମବଳ ସହିତ କାର୍ଯ୍ୟରେ କରିଯାଅ, ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚିଯିବ। କୌଣସି କଥା ପାଇଁ ନିଜକୁ କ୍ଷୁବ୍ଧ କର ନାହିଁ। ମନୁଷ୍ୟକୁ ନିଜ ଈଶ୍ୱରଙ୍କର ବିଶ୍ୱାସ କର। ତୁମେ ତୁମକୁ ରାସ୍ତା ଦେଖାଇବ ଏବଂ ସତ୍ମାର୍ଗ ବତାଇବ। ସହିଷ୍ଣୁତାର ଅଭ୍ୟାସ କର। ନିଜର ଦାୟିତ୍ୱକୁ ବୁଝ। କାହାରି ଦୋଷ ଦେଖି କିଛି ଟିପ୍ପଣୀ କରିବା ପୂର୍ବରୁ ନିଜର ବଡ଼ ଦୋଷଗୁଡ଼ିକ ଅନ୍ୱେଷଣ କର। ନିଜେ ନିଜର ବାଣୀକୁ ନିୟନ୍ତ୍ରଣ କରିପାରୁନାହଁ, ତେବେ ତାକୁ ଅନ୍ୟମାନଙ୍କର ପ୍ରତିକୂଳ ନୁହେଁ, ବରଂ ନିଜର ପ୍ରତିକୂଳ ଉପଯୋଗ କରିବାକୁ ଦିଅ। ସର୍ବପ୍ରଥମେ ନିଜ ଘରକୁ ନିୟମିତ କର, କାରଣ ଆଚରଣ ବିନା ଆତ୍ମାନୁକୂଳ ହୋଇ ନପାରେ। ନମ୍ରତା, ସରଳତା, ସାଧୁତା, ସହିଷ୍ଣୁତା ଇତ୍ୟାଦି ଆତ୍ମାନୁଭବ ପ୍ରଧାନ ଅଙ୍ଗ। ଅନ୍ୟମାନେ ତୁମ ପ୍ରତି କ'ଣ ବ୍ୟବହାର କରୁଛନ୍ତି ତାହା ଚିନ୍ତା କର ନାହିଁ। ଆତ୍ମୋନ୍ନତିର ଉତ୍ପନ୍ନ ହୁଅ। ଏହି ତଥ୍ୟକୁ ବୁଝିପାରିଲେ ଏବଂ ବଡ଼ ରହସ୍ୟକୁ ଜାଣିପାରିବ। ଆତ୍ମୋନ୍ନତିର ତତ୍ପର ହୁଅ। ଏହି ତଥ୍ୟକୁ ବୁଝିପାରିଲେ ଏକ ବଡ଼ ରହସ୍ୟକୁ ଜାଣିପାରିବ। ମନକୁ ସର୍ବଦା କାର୍ଯ୍ୟରେ ଲଗାଇ ରଖ। ତାକୁ ବେକାର ରଖ ନାହିଁ। ଗମ୍ଭୀରତାପୂର୍ବକ ଜୀବନ ବିତାଅ। ତୁମେ ସମ୍ମୁଖରେ ଆତ୍ମୋନ୍ନତିର ମହାନ କାର୍ଯ୍ୟ କରିଛି ଏବଂ ତୁମ ପାଖରେ ବହୁତ କମ୍ ସମୟ ଅଛି। ଯଦି ଅସାବଧାନ ହୋଇ ନିଜକୁ ହଜାଇଦେବ, ତେବେ ତୁମକୁ ଶୋକ କରିବାକୁ ପଡ଼ିବ ଏବଂ ଏହାଠାରୁ ଖରାପ ସ୍ଥିତିର ସମ୍ମୁଖୀନ ହେବ।
ଧୈର୍ଯ୍ୟ ଓ ଆଶା ରଖିଲେ ଶୀଘ୍ର ତୁମ ଭିତରେ ଜୀବନର ସମସ୍ତ ସ୍ଥିତିକୁ ସମ୍ମୁଖୀନ ହେବାର ଯୋଗ୍ୟତା ବିକଶିତ ହୋଇଯିବ। ନିଜ ବଳରେ ଠିଆ ହୁଅ। ଆବଶ୍ୟକ ହେଲେ ସମସ୍ତ ସଂସାରକୁ ଆହ୍ୱାନ ଦିଅ। ପରିଣାମ ସ୍ୱରୂପ ତୁମ କ୍ଷତି ହେବ ନାହିଁ। ତୁମେ ସବୁବେଳେ ମହାନ ଭାବି ସନ୍ତୁଷ୍ଟ ରହ। ଅନ୍ୟମାନେ ଭୌତିକ ଧନ ଖୋଜୁଛନ୍ତି ଏବଂ ତୁମ ଆଚରଣର ଧନକୁ ଖୋଜ। ମହାନ ବ୍ୟକ୍ତି ସର୍ବଦା ଏକାକୀ ଚାଲନ୍ତି। ନିଃସଙ୍ଗତା କାରଣରୁ ବହୁତ ଦୂର ପର୍ଯ୍ୟନ୍ତ ଚାଲିପାରନ୍ତି। ଏକୁଟିଆ ବ୍ୟକ୍ତିମାନେ ନିଜ ଦ୍ୱାରା ହିଁ ସଂସାରର ମହାନତମ କାର୍ଯ୍ୟ ସମ୍ପନ୍ନ କରିଛନ୍ତି। ସେମାନଙ୍କୁ ଏକମାତ୍ର ନିଜସ୍ୱ ପ୍ରେରଣା ପ୍ରାପ୍ତ ହେଉଛି। ସେମାନେ ସର୍ବଦା ନିଜସ୍ୱ ଆନ୍ତରିକ ସୁଖ ଦ୍ୱାରା ସଦାବେଳେ ପ୍ରଫୁଲ୍ଲିତ ରହିଛନ୍ତି। ଅନ୍ୟ ଦ୍ୱାରା ନିଜର ଦୁଃଖ ଦୂର କରିବାର ଆଶା କେବେ ରଖିନାହାନ୍ତି। ନିଜ ବୃତ୍ତିଗୁଡ଼ିକ ଉପରେ ସେମାନେ ଭରସା ରଖିଛନ୍ତି। ଏକାକିତା ଜୀବନ ପରମ ସତ୍ୟ, କିନ୍ତୁ ଏକାକିତା କାରଣରୁ ବିଭ୍ରାନ୍ତ ହେବା, ମନ ମାରିବା, କର୍ତ୍ତବ୍ୟ ପଥରେ ହତୋତ୍ସାହିତ ନିରାଶ ହେବା ସବୁଠାରୁ ବଡ଼ ପାପ। ଏକାଧିକ ତୁମେ ଜୀବନ ଅନ୍ତରାଳର ପ୍ରଦେଶରେ ରୁଚି ରଖିଥିବା ଶକ୍ତିଗୁଡ଼ିକୁ ବିକଶିତ କରିବାର ସାଧନ ଅଟେ। ନିଜ ଉପରେ ଆଶ୍ରିତ ରହିବା ଦ୍ୱାରା ତୁମେ ନିଜର ଉଚ୍ଚତମ ଶକ୍ତିଗୁଡ଼ିକ ଖୋଜି ବାହାର କରିପାରିବ। ଯେଉଁଦିନ ତୁମକୁ ନିଜର ହାତ, ଗୋଡ଼ ଓ ହୃଦୟ ଉପରେ ଭରସା ହୋଇଯିବ, ସେହିଦିନ ତୁମେ ଅନ୍ତରାତ୍ମା କହିବ, ବାଧାଗୁଡ଼ିକ ପାଦଦଳିତ କରି ତୁ ଏକୁଟିଆ ଚାଲ। ଯେଉଁ ବ୍ୟକ୍ତିଙ୍କ ଉପରେ ତୁମର ଆଶାର ବିଶାଳ ମହତ ନିର୍ମାଣ କରିଛ, ତାହା କଳ୍ପନା ଆକାଶରେ ବିହାର କରିବା ସହିତ ସମାନ। ତାହା ଅସ୍ଥିର, ଅନ୍ତସାରହୀନ। ଏହି ଆଶାକୁ ଅନ୍ୟ ନିଜକୁ ସନ୍ତୁଷ୍ଟ କରିଦେବା ଅର୍ଥାତ୍ ସ୍ୱୟଂ ନିଜର ମୌଳିକତାକୁ ହ୍ରାସ କରି ନିଜର ସାହସକୁ ପଙ୍ଗୁ କରିଦେବା। ଯେଉଁ ବ୍ୟକ୍ତି ଅନ୍ୟର ସାହାଯ୍ୟରେ ଜୀବନ ଯାତ୍ରା କରିଥାଏ, ସେ ଶୀଘ୍ର ଏକାକୀ ରହିଯାଏ। ଅନ୍ୟମାନଙ୍କୁ ନିଜ ଜୀବନର ସଞ୍ଚାଳନ କରିବା ଅର୍ଥାତ୍ ନିଜର ନୌକାର ମଙ୍ଗର ଖୋଲି ଅନ୍ତିମ ପରିଣାମ ଜାଣି ନ ଦେବା ଜଳପ୍ରବାହରେ ମୋଲାଭ ହେବା ସହିତ ସମାନ। ଅନ୍ୟମାନଙ୍କୁ ନିଜ ଜୀବନର ସଞ୍ଚାଳନ କରିବା ଅର୍ଥାତ୍ ନିଜର ନୌକାର ମଙ୍ଗର ଖୋଲି ଅନ୍ତିମ ପରିଣାମ ଜାଣିନଥିବା ଜଳପ୍ରବାହରେ ମେଲାଇ ଦେବା ସହିତ ସମାନ। ଆମେ ଅନ୍ୟମାନଙ୍କୁ ନିଜ ପରି ବିଶ୍ୱାସ, ମତ, ସ୍ୱଭାବ ଓ ନିୟମ ଅନୁଯାୟୀ କାର୍ଯ୍ୟ କରିବା ଏବଂ ଜୀବନ ବିତାଇବା ସକାଶେ ବଳପୂର୍ବକ ବାଧା କରିଥାଉ। ବଳପୂର୍ବକ ସୁଧାରିବା ନିଜର ବିଚାର ଓ ଦୃଷ୍ଟିକୋଣକୁ ଜବରଦସ୍ତ ଲଦି ଦେବା ଦ୍ୱାରା ଅନ୍ୟମାନଙ୍କୁ ସୁଧାରି ହୁଏ ନାହିଁ କି ତୁମ ମନର ପ୍ରସନ୍ନ ହୁଏ ନାହିଁ। ଯଦି ଆମେ ଅମୁକ ବ୍ୟକ୍ତିକୁ ଦବାଇ ରଖିବା, ତେବେ ପରୋକ୍ଷ ରୂପେ ଅବଶ୍ୟ ଆମର ଉନ୍ନତି ହୋଇପାରେ। ବ୍ୟକ୍ତି ଆମର ଉନ୍ନତିର ପ୍ରତିବନ୍ଧକ। ଅମୁକ ଆମର ଦୁର୍ଗତି କରୁଛି, ଦୋଷ ବାହାର କରୁଛି, ମାନହାନି କରୁଛି। ଏଣୁ ଆମେ ନିଜର ଉନ୍ନତି ନ ଦେଖି ପ୍ରଥମେ ଆମେ ପ୍ରତିପକ୍ଷକୁ ଅଟକାଇ ରଖିବା ଉଚିତ। ଏପରି ଚିନ୍ତା କରିବା ଏବଂ ଅନ୍ୟମାନଙ୍କ ନିଜ ସଫଳତାର କାରଣ ମାନିବା ଭ୍ରମମୂଳକ। ଏପରି ଚିନ୍ତା କରିବା ଏବଂ ଅନ୍ୟମାନଙ୍କୁ ନିଜର ଅସଫଳତାର କାରଣ ମାନିବା ଭ୍ରମମୂଳକ। ମନ ଭିତରେ ପୁରୁଣା ଦୁଃଖଦ ସ୍ମୃତି ଜାଗ୍ରତ କରିଦେଲେ ସେଗୁଡ଼ିକ ଭୁଲିଯିବା ହିଁ ଶ୍ରେୟସ୍କର। ଅପ୍ରିୟ ଘଟଣାକୁ ଭୁଲିଯିବା ଦରକାର। ଉତ୍ତମ କଥାକୁ ସ୍ମରଣ କରିବା ଯେତିକି ଆବଶ୍ୟକ, ଭୁଲିବା ମଧ୍ୟ ସେତିକି ଜରୁରୀ। ଯଦି ତୁମେ ଶରୀର, ମନ ଓ ଆଚରଣ ସୁସ୍ଥ ହେବାକୁ ଚାହୁଁଥାଅ, ତେବେ ଅସୁସ୍ଥତାର ସବୁ କଥା ଭୁଲିଯାଅ। ମନେକର ତୁମର ଆପଣାର କେହି ତୁମକୁ ଆଘାତ ଦେଇଛି, ତୁମ ହୃଦୟକୁ ଦୁଃଖିତ କରିଛି। ତେବେ ତାକୁ ନେଇ ତୁମେ କ'ଣ
ନିରନ୍ତର ମାନସିକ ଚିନ୍ତାରେ ବୁଡ଼ି ରହିବ? ଆରେ ଭାଇ, ସେଇ କଷ୍ଟକର ଅପ୍ରିୟ ପ୍ରସଙ୍ଗ ଗୁଡ଼ିକୁ ଭୁଲିଯାଅ। ସେଥିପ୍ରତି ଧ୍ୟାନ ଦେଇ ମନକୁ ସର୍ବଦା ଉତ୍ତମ ଶୁଭକର୍ମରେ କେନ୍ଦ୍ରୀଭୂତ କର। ଚିନ୍ତାରୁ ମୁକ୍ତି ପାଇବାର ସର୍ବୋତ୍ତମ ଉପାୟ ହେଉଛି ଦୁଃଖକୁ ଭୁଲିଯିବା। ତୁମେ ସୁଖ ଦୁଃଖର ଅଧୀନତା ପରିତ୍ୟାଗ କରି ତା ଉପରେ ନିଜର ସ୍ୱାମିତ୍ୱ ସ୍ଥାପନ କର ଏବଂ ସେଠାରୁ ଯାହା କିଛି ଉତ୍ତମ ମିଳିବ ତାକୁ ନେଇ ନିଜ ଜୀବନରୁ ନିତ୍ୟ ନୂତନ ରସଯୁକ୍ତ କର। ଜୀବନକୁ ଉନ୍ନତି କରିବାର ହିଁ ମନୁଷ୍ୟର କର୍ତ୍ତବ୍ୟ। ତେଣୁ ତୁମେ ଯାହା ଉଚିତ ବିଚାର କରୁଛ ସେହି ମାର୍ଗ ଗ୍ରହଣ କରି ସେହି କର୍ତ୍ତବ୍ୟକୁ ସିଦ୍ଧ କର। ପ୍ରତିକୂଳତାକୁ ଭୟ ନ କରି ଅନୁକୂଳତାର ସର୍ବସ୍ୱ ମାନିନେଲେ ତୁମେ ସବୁକିଛି କରିପାରିବ। ଯାହା ମିଳୁଛି ସେଥିରୁ ଶିକ୍ଷା ଲାଭ କରି ଜୀବନକୁ ଉଚ୍ଚ କର। ଏହି ଜୀବନ ଯେତିକି ମାତ୍ରାରେ ଉପରକୁ ଉଠିବ ସେତିକି ମାତ୍ରେ ଆଜି ଯାହା ତୁମକୁ ପ୍ରତିକୂଳ ପ୍ରତୀତ ହେଉଛି ସେସବୁ ଅନୁକୂଳ ଦେଖାଯିବ ଏବଂ ଅନୁକୂଳତା ଆସିଯିବା ପରେ ଦୁଃଖ ନିବୃତ୍ତି ହୋଇଯିବ। ମୋର କଥା କେହି ଶୁଣୁନାହିଁ କହି କହି ଆଜି ଗଲେଣି, କିନ୍ତୁ କେହି ହେଲେ ଶୁଣୁନାହାନ୍ତି, ଅର୍ଥାତ୍ ସେମାନଙ୍କ ଉପରେ କିଛି ପ୍ରଭାବ ପଡ଼ୁନାହିଁ। ମୋ ମତରେ ଏଥିରେ ଶୁଣିବା ଲୋକଙ୍କଠାରୁ ନ କହିବା ଲୋକର ଦୋଷ ଅଧିକ। କେହି ଲୋକ କହିବା ଜାଣନ୍ତି ନାହିଁ। ସେମାନେ ନିଜ ଆଡ଼କୁ ଦେଖନ୍ତୁ। ଆତ୍ମନିରୀକ୍ଷଣ କାର୍ଯ୍ୟରେ ଶୂନ୍ୟତା ଉପରେ ଟୀକା ଟିପ୍ପଣୀ କରିବା। ବାଣୀର ସଫଳତା କର୍ମକୌଶଳତାରେ ରହିଛି। ଆପଣ କିଛି ନ କୁହନ୍ତୁ କି ସ୍ୱଳ୍ପ କୁହନ୍ତୁ, କିନ୍ତୁ କାର୍ଯ୍ୟରେ ଲାଗି ରୁହନ୍ତୁ। ଆପଣ ଦେଖିବେ ଅଳ୍ପ ଦିନ ମଧ୍ୟରେ କିଛି ନ କହିଲେ ବି ଲୋକ ଆପଣଙ୍କ ପ୍ରତି ଆକର୍ଷିତ ହୋଇ ଆସିବେ। ତେଣୁ କୁହନ୍ତୁ କମ୍, କରନ୍ତୁ ବେଶୀ। କାରଣ କହିବାର ପ୍ରଭାବ ତ କ୍ଷଣିକ, ମାତ୍ର କାର୍ଯ୍ୟର ପ୍ରଭାବ ସ୍ଥାୟୀ ହୋଇଥାଏ। ସାହସ ଆମକୁ ଆହ୍ୱାନ କରୁଛି। ସମୟ, ଯୁଗ, କର୍ତ୍ତବ୍ୟ, ଉତ୍ତରଦାୟିତ୍ୱ, ବିବେକ, ପୌରୁଷ ଆମକୁ ଡାକୁଛି। ଏହି ଆହ୍ୱାନକୁ ହେୟଜ୍ଞାନ କରିହେବ ନାହିଁ। ଆତ୍ମନିର୍ମାଣ ପାଇଁ ନବନିର୍ମାଣ ସକାଶେ ଆମେ କଷ୍ଟ କରିବା, ପଥକୁ ସ୍ୱାଗତ କରିବା ଏବଂ ଅଗ୍ରସର ହେବା। ଲୋକେ କ'ଣ କରୁଛନ୍ତି ଓ କ'ଣ କରୁଛନ୍ତି ଏହା ଚିନ୍ତା କିଏ କରିବ? ମାର୍ଗଦର୍ଶକ ନିମନ୍ତେ ନିଜର ଆତ୍ମା ହିଁ ପର୍ଯ୍ୟାପ୍ତ। ଲୋକ ଅନ୍ଧକାରରେ ପଥଭ୍ରଷ୍ଟ ହୋଇଛନ୍ତି, ହେଉଥାନ୍ତୁ। ଆମେ ନିଜ ବିବେକର ପ୍ରକାଶ ଅବଲମ୍ବନ କରି ସ୍ୱତଃ ଅଗ୍ରସର ହେବା। ବିରୋଧ କରୁଛି କିଏ? ସମର୍ଥନ କରୁଛି କିଏ? ଏହାର ଗଣନା କରିବ? ନିଜର ଅନ୍ତରାତ୍ମା ନିଜର ସାହସ ନିଜ ସହିତ ରହିଛି ଓ ତାହା ରହିବା ଏବଂ ତାହା କରିବା ଯାହା ଜଣେ ସଚେତନ ବ୍ୟକ୍ତି ପାଇଁ ଜଡ଼ିତ ଓ ଉପଯୁକ୍ତ। ସୁଧାରବାଦ ତତ୍ତ୍ୱଗୁଡ଼ିକ ସ୍ଥିତି ଆହୁରି ଉପହାସାସ୍ପଦ। ଧର୍ମ, ଆଧ୍ୟାତ୍ମ, ସମାଜ ଓ ରାଜନୈତିକ କ୍ଷେତ୍ରରେ ସୁଧାର ଏବଂ ଉତ୍ଥାନ ପାଇଁ ଜୋରର ଉଦ୍ଘୋଷ ଦିଆଯାଇଛି। କିନ୍ତୁ ସେହି କ୍ଷେତ୍ରଗୁଡ଼ିକ ଯାହା ସବୁ କରାଯାଇଛି, ଯେଉଁ ଲୋକମାନେ କହୁଛନ୍ତି, ସେଥିରେ ନିର୍ବାହ ଓ ସର୍ବଦା ମଧ୍ୟରେ ଆକାଶ ପାତାଳ ତଫାତ୍ ଅଛି। ସେଥିରେ କହିବା ଓ କରିବା ମଧ୍ୟରେ ଆକାଶ ପାତାଳ ତଫାତ୍ ରହିଛି। ଏପରି ଦଶାରେ ଉଜ୍ଜ୍ୱଳ ଭବିଷ୍ୟତର ଆଶା ଭୂମିକା ହେବା ସ୍ୱାଭାବିକ। ଆମେମାନେ କ'ଣ ଏହିପରି ସମୟରେ ପ୍ରତୀକ୍ଷା କରି କରି ହାତରେ ହାତ ରଖି ବସିଯିବା? ନିଜକୁ ଅସହାୟ, ଅସମର୍ଥ ଅନୁଭବ କରିବା ଏବଂ ପରିସ୍ଥିତି ପରିବର୍ତ୍ତନ ପାଇଁ ଅନ୍ୟ ଉପରେ ଆଶା ବାନ୍ଧି ବସିଥିବା? ମାନବୀୟ ପୁରୁଷାର୍ଥ
କହେ ଏପରି ହେବା ଅନୁଚିତ। ଲୋଭର ତୀବ୍ରତା, ମୋହର ଉତ୍ଥାନଟା ପ୍ରତିଶୀଘ୍ର ଲିପ୍ସା, ଯଶର ତୀବ୍ରତା, ଚାପର ଜଟିଳ ଏପରି ଅଟନ୍ତି। ଲୋଭର ତୀବ୍ରତା, ମୋହର ଉତ୍କଟତା, ପ୍ରସିଦ୍ଧିର ଲିପ୍ସା, ଯଶର ତୀବ୍ରତା, ଚାପର ଝିଟିକା ଏପରି ଅଟନ୍ତି, ଯାହା ମନୁଷ୍ୟକୁ ଦୀର୍ଘ ପଥ ଚାଲିବା ପାଇଁ ବାଧ୍ୟ କରିଥାନ୍ତି ଏବଂ କେଉଁଠାରୁ କେଉଁଠାକୁ ଘୋଷାରି ଘୋଷାରି ନେଇଯାଆନ୍ତି। ମୋତେ ମଧ୍ୟ ଘୋଷାରି ନେଇଥାନ୍ତା। ଏହା ସାଧାରଣ ଲୋକଙ୍କୁ ଘୋଷାରି ନେଇଯାଏ। ସିଦ୍ଧାନ୍ତବାଦ ପଥରେ ଚାଲିଥିବା ଅନେକ ବ୍ୟକ୍ତି ଏହି କାରଣରୁ ବାଟବଣା ହୋଇ କେଉଁଠାରୁ କେଉଁଠାକୁ ଯାଇ ପହଞ୍ଚି ଯାଇଛନ୍ତି। ତୁମେ ଭ୍ରମରେ ପଡ଼ ନାହିଁ। ତୁମର ଯଦି କେବଳ ଭ୍ରମ ନାଶ ହୁଏ, ତେବେ ତୁମେ ନିଜର ସେହି ଦିନକୁ, ସେହି ସମୟର ମନସ୍ଥିତିକୁ ମନେ ପକାଅ, ଯେଉଁଦିନ ତୁମ ଭିତରେ ଶ୍ରଦ୍ଧା ଏବଂ ଅଙ୍କୁର ଜାତ ହୋଇଥିଲା। ପରିଶ୍ରମ ପ୍ରତି ଆମ ଭିତରେ ଯେଉଁ ଉତ୍ସାହ ତରଙ୍ଗ ରହିବା କଥା, ସେଥିରେ କିଛି ଊଣା ହୋଇନାହିଁ ତ? ଏହି କଥାକୁ ସଦାବେଳେ ମନେ ରଖିଥିବା। ମନୁଷ୍ୟ ମଧ୍ୟରେ ନିଷ୍ଠା ଥିଲେ ତାହା 100 ଗୁଣ କାମ କରାଇଦିଏ। ଏତେ ଲୋକ ଏତେ କାମ କରାଇଦିଏ ଯେ ଆମେ କାମକୁ ଦେଖିଲେ ତୁମେ ଆଶ୍ଚର୍ଯ୍ୟ ହେବ। ଏତେ ସାହିତ୍ୟ ଲେଖାଠାରୁ ଏତେ ବଡ଼ ସଂଗଠନ ଠିଆ କରାଇବା ପର୍ଯ୍ୟନ୍ତ ଏବଂ ଏତେ ବଡ଼ କ୍ରାନ୍ତି କରିବାଠାରୁ ଏତେ ସଂଖ୍ୟକ ଆଶ୍ରମ ନିର୍ମାଣ କରାଇବା ପର୍ଯ୍ୟନ୍ତ ଯେଉଁ କାର୍ଯ୍ୟ ଆମକୁ କରାଯାଇଛି, ସେସବୁ କିପରି ହେଲା? ଏହା ହେଉଛି ଶ୍ରମ ଓ ନିଷ୍ଠା। ଯଦି ତୁମ ଶ୍ରମ ପ୍ରତି ବିମୁଖ ହୋଇଥାନ୍ତି ଯଦି ମୁଁ ଶ୍ରମ ପ୍ରତି ବିମୁଖ ହୋଇଥାନ୍ତି, ତେବେ ନୀଚ ସ୍ତରରେ ହୋଇଯାଆନ୍ତି ଏବଂ ମୋ ପାଇଁ ପେଟ ପୋଷିବା କଷ୍ଟକର ହୋଇପଡ଼ନ୍ତା। ଚୋରି, ଠକେଇ, ଲାଲଚି କରି କେଉଁଠି ନା କିଛି ମିଳିଲେ ପେଟ ଭରିବା, ପୋଷାକ ପିନ୍ଧିବା ପାଇଁ, ସଉକ ପୂରଣ କରିବା ପାଇଁ ଟଙ୍କା ଯୋଗାଡ଼ କରିବା ପାଇଁ ଲାଗିଥାନ୍ତି, କିନ୍ତୁ ମୋର ଏହି ବିରାଟ କାର୍ଯ୍ୟ ସମ୍ଭବ ହୋଇପାରି ନଥାନ୍ତା। ନିଜର ଦୋଷ ଅନ୍ୟ ଉପରେ ଲଦିଦେବା କିଛି ଲାଭ ହେବ ନାହିଁ। ଆମର ଶାରୀରିକ ଓ ମାନସିକ ଦୁର୍ବଳତା ପାଇଁ ଅନ୍ୟମାନେ ନୁହନ୍ତି, ବରଂ ଆମେ ସ୍ୱୟଂ ଉତ୍ତରଦାୟୀ। ଅନ୍ୟ ବ୍ୟକ୍ତି, ପରିସ୍ଥିତି ଓ ପ୍ରାରବ୍ଧ ଭୋଗ କରିବାର ପ୍ରଭାବ ବି ରହିଛି, କିନ୍ତୁ 3/4 ଜୀବନ ଆମର ଆଜି ଦୃଷ୍ଟିକୋଣ ଓ କର୍ତ୍ତବ୍ୟର ପ୍ରତିଫଳ ମାତ୍ର। ନିଜ ହାତରେ ଆମେ ନିଜକୁ ସୁଧାରିବାର କାମ ଗ୍ରହଣ କରି ଆମର ଶାରୀରିକ ଓ ମାନସିକ ସମସ୍ୟାର ସମାଧାନ ସହଜରେ କରିପାରିବା। ଯେଉଁମାନେ ବେଶୀ ବକବକ କରନ୍ତି କିନ୍ତୁ ନିଜକୁ ସେହି ଢାଞ୍ଚାରେ ଢାଳି ପାରନ୍ତି ନାହିଁ, ସେମାନଙ୍କର କୌଣସି ପ୍ରଭାବ ପଡ଼େ ନାହିଁ। ଯେଉଁମାନେ ନିଜ ଜୀବନ କ୍ରମରେ ଚିନ୍ତନ ଚରିତ୍ରର ସମନ୍ୱୟ କରିପାରନ୍ତି, ସେମାନଙ୍କ ସେବା ସାଧନା ସର୍ବଦା ଫଳିତ ପୁଷ୍ପିତ ହୋଇଥାଏ। କ'ଣ କରିବା? ପରିସ୍ଥିତିରେ ମୋର ଅନୁକୂଳ ନୁହେଁ। କ'ଣ କରିବି? ପରିସ୍ଥିତି ମୋର ଅନୁକୂଳ ନୁହେଁ। କେହି ମୋତେ ସହାୟତା କରୁନାହାନ୍ତି, କୌଣସି ସୁଯୋଗ ମିଳୁନାହିଁ ଆଦି ଅଭିଯୋଗ ନିରର୍ଥକ। ନିଜ ଦୋଷକୁ ଅନ୍ୟ ଉପରେ ଲଦିଦେବା ପାଇଁ ଏହି ପ୍ରକାର ମନବୁଝା କଥା କୁହାଯାଏ। ଲୋକ କେତେବେଳେ ପ୍ରାରବ୍ଧକୁ ମାନନ୍ତି, କେତେବେଳେ ଦେବୀ ଦେବତାଙ୍କ ସମ୍ମୁଖରେ କେତେ ଯେ ନେହୁରା ହୁଅନ୍ତି। ଏସବୁର କାରଣ ହେଲା ନିଜ ଉପରେ ବିଶ୍ୱାସ ନ କରିବା। ଅନ୍ୟକୁ ସୁଖୀ ଦେଖି ଆମେ ପରମାତ୍ମାଙ୍କ ନ୍ୟାୟ ପ୍ରତି ଆଙ୍ଗୁଠି ଉଠାଉ, କିନ୍ତୁ କେଉଁ ପରିଶ୍ରମ ଦ୍ୱାରା ଏହି ସୁଖୀ ଲୋକମାନେ ନିଜର କାର୍ଯ୍ୟ ପୂରଣ କଲେ, ତାହା କ'ଣ ଆମ ଭିତରେ ଅଛି? ଈଶ୍ୱର କାହାରି ସହିତ ପକ୍ଷପାତ କରନ୍ତି ନାହିଁ। ସେ ସମସ୍ତଙ୍କୁ ସେହି ଆତ୍ମଶକ୍ତି ମୁକ୍ତ ହସ୍ତରେ ପ୍ରଦାନ କରିଛନ୍ତି, ଯାହାର ଆଧାରରେ ଉନ୍ନତି କରାଯାଇପାରେ। ଯେତେବେଳେ ନିରାଶ ଓ ସଫଳତା ତୁମକୁ ବେଷ୍ଟନ କରି ରହିଥିବାର ଦେଖିବ,
ଜାଣିବ ତୁମର ଚିତ୍ତ ସ୍ଥିର ନାହିଁ, ତୁମେ ନିଜ ଉପରେ ବିଶ୍ୱାସ କରୁନାହଁ। ପୁରୁଣା କୁରୀତି ବିଚାର ପରିତ୍ୟାଗ ନ କରିବା ପର୍ଯ୍ୟନ୍ତ ତୁମେ ବର୍ତ୍ତମାନ ସ୍ଥିତିରୁ ମୁକୁଳି ପାରିବ ନାହିଁ। ତୁମେ ଚାରିପାଖରେ ଅନୁକୂଳ ଅବସ୍ଥା ନିର୍ମିତ ହୋଇଛି, ଏହା ଉପରେ ବିଶ୍ୱାସ ନ କରିବା ପର୍ଯ୍ୟନ୍ତ ତୁମ ପାଦ ଉନ୍ନତି ଦିଗରେ ଅଗ୍ରସର ହେବ ନାହିଁ। ଯଦି ଆଗକୁ ନ ସୁଧାରିବ ତେବେ ହୁଏତ ଦିବ୍ୟ ତେଜୀ ସେ କୌଣସି ଦିନ ତୁମ ବିଭୂତିକୁ କ୍ଷୀଣ ହୋଇଯିବ। ତୁମେ ବର୍ତ୍ତମାନ ଅପ୍ରିୟ ଅବସ୍ଥାକୁ ମୁକୁଳିବାକୁ ହେଲେ ନିଜର ମାନସିକ ଦୁର୍ବଳତାକୁ ଦୂରେଇ ଦିଅ, ନିଜ ଭିତରେ ଆତ୍ମବିଶ୍ୱାସ ଜାଗ୍ରତ କର। ବାରମ୍ବାର ଅସଫଳତା ମିଳୁଛି ବୋଲି ଶୋକ କର ନାହିଁ, ପରବାୟ କର ନାହିଁ, କାରଣ ସମୟ ଅନନ୍ତ। ବାରମ୍ବାର ପ୍ରୟତ୍ନ କର ଏବଂ ପାଦ ଆଗକୁ ବଢ଼ାଅ। ନିରନ୍ତର କର୍ତ୍ତବ୍ୟ କରିବାର ଆଜି ନହେଲେ ବି କାଲି ତୁମେ ସଫଳ ହେବ। ସହାୟତା ପାଇଁ ଅନ୍ୟ ଆଗରେ ନେହୁରା ହୁଅ ନାହିଁ, କାରଣ ପ୍ରକୃତରେ କାହାରି ଏତେ ଶକ୍ତି ନାହିଁ ଯିଏ ତୁମର ସହାୟତା କରିପାରିବ। କୌଣସି କଷ୍ଟ ପାଇଁ କାହା ଉପରେ ଦୋଷାରୋପଣ କର ନାହିଁ, କାରଣ ପ୍ରକୃତରେ କେହି ତୁମର ଦୁଃଖ ଦେଇପାରିବେ ନାହିଁ। ତୁମେ ସ୍ୱୟଂ ନିଜର ମିତ୍ର ଓ ସ୍ୱୟଂ ନିଜର ଶତ୍ରୁ। ତୁମ ସମ୍ମୁଖରେ ଭଲ ମନ୍ଦ ସ୍ଥିତି ଯାହା ବି ରହିଛି ସେସବୁ ତୁମ ଦ୍ୱାରା ହିଁ ସ୍ପଷ୍ଟ। ନିଜର ଦୃଷ୍ଟିକୋଣ ବଦଳାଇ ଦେଲେ ଏହି ଉଭୟ ଭୂତ ଅନ୍ତରୀକ୍ଷରେ ତିରୋହିତ ହୋଇଯିବ। ନିଜର ଦୋଷ ଅନ୍ୟ ଉପରେ ଲଦି ଦେଇ କିଛି ଲାଭ ହେବ ନାହିଁ। ଆମର ଶାରୀରିକ ଓ ମାନସିକ ଦୁର୍ବଳତା ପାଇଁ ଅନ୍ୟମାନେ ନୁହନ୍ତି, ବରଂ ଆମେ ସ୍ୱୟଂ ଉତ୍ତରଦାୟୀ। ଅନ୍ୟ ବ୍ୟକ୍ତି, ପରିସ୍ଥିତି ଏବଂ ପ୍ରାରବ୍ଧ ଭୋଗ କରିବାର ପ୍ରଭାବ ବି ରହିଛି, କିନ୍ତୁ ତିନି ଚତୁର୍ଥାଂଶ ଜୀବନ ଆମର ଆଜିର ଦୃଷ୍ଟିକୋଣ ଓ କର୍ତ୍ତବ୍ୟର ପ୍ରତିଫଳ ମାତ୍ର। ନିଜ ହାତରେ ଆମେ ନିଜକୁ ସୁଧାରିବାର କାମ ଗ୍ରହଣ କରି ଆମର ଶାରୀରିକ ଓ ମାନସିକ ସମସ୍ୟାର ସମାଧାନ ସହଜରେ କରିପାରିବା। ଯେଉଁମାନେ ବେଶୀ ଚକ୍ଚକ୍ କରନ୍ତି କିନ୍ତୁ ନିଜକୁ ସେହି ଢାଞ୍ଚାରେ ଢାଳି ପାରନ୍ତି ନାହିଁ, ସେମାନଙ୍କର କୌଣସି ପ୍ରଭାବ ପଡ଼େ ନାହିଁ। ଯେଉଁମାନେ ନିଜ ଜୀବନର ଭ୍ରମରେ ଚିନ୍ତନ ଚରିତ୍ରର ସମନ୍ୱୟ କରିପାରିଛନ୍ତି, ସେମାନଙ୍କର ସେବା ସାଧନା ସର୍ବଦା ଫଳିତ ପୁଷ୍ପିତ ହୋଇଥାଏ। କ'ଣ କରିବି, ପରିସ୍ଥିତି ମୋର ଅନୁକୂଳ ନୁହେଁ, କେହି ମୋତେ ସହାୟତା କରୁନାହାନ୍ତି, କୌଣସି ସୁଯୋଗ ମିଳୁନାହିଁ ଆଦି ଅଭିଯୋଗ ନିରର୍ଥକ। ନିଜ ଦୋଷକୁ ଅନ୍ୟ ଉପରେ ଲଦି ଦେବା ପାଇଁ ଏହି ପ୍ରକାର ମନବୁଝା କଥା କୁହାଯାଏ। ଲୋକ କେତେବେଳେ ପ୍ରାରବ୍ଧକୁ ମାନନ୍ତି, କେତେବେଳେ ଦେବୀ ଦେବତାଙ୍କ ସମ୍ମୁଖରେ କେତେ ଯେ ନେହୁରା ହୁଅନ୍ତି। ଏ ସବୁ କାରଣ ହେଲା ନିଜ ଉପରେ ବିଶ୍ୱାସ ନ କରିବା। ଅନ୍ୟକୁ ସୁଖୀ ଦେଖି ଆମେ ପରମାତ୍ମାଙ୍କ ନ୍ୟାୟ ପ୍ରତି ଆଙ୍ଗୁଠି ଉଠାଇଥାଉ, କିନ୍ତୁ ଯେଉଁ ପରିଶ୍ରମ ଦ୍ୱାରା ଏହି ସୁଖୀ ଲୋକମାନେ ନିଜର କାର୍ଯ୍ୟ ପୂରଣ କରେ, ତାହା କ'ଣ ଆମ ଭିତରେ ଅଛି? ଈଶ୍ୱର କାହାରି ସହିତ ପକ୍ଷପାତ କରନ୍ତି ନାହିଁ। ସେ ସମସ୍ତଙ୍କୁ ସେହି ଆତ୍ମଶକ୍ତି ମୁକ୍ତ ହସ୍ତରେ ପ୍ରଦାନ କରିଛନ୍ତି, ଯାହାର ଆଧାରରେ ଉନ୍ନତି କରିପାରେ। ଯେତେବେଳେ ନିରାଶ ଓ ଅସଫଳତା ତୁମକୁ ବେଷ୍ଟନ କରି ରହିଥିଲା ଦେଖିବ, ଜାଣିବ ତୁମର ଚିତ୍ତ ସ୍ଥିର ନାହିଁ, ତୁମେ ନିଜ ଉପରେ ବିଶ୍ୱାସ କରୁନାହଁ। ପୁରୁଣା କୁତ୍ସିତ ବିଚାର ପରିତ୍ୟାଗ ନ କରିବା ପର୍ଯ୍ୟନ୍ତ ତୁମେ ବର୍ତ୍ତମାନ ସ୍ଥିତିକୁ ମିଟୁନି ପାରିବ ନାହିଁ। ତୁମକୁ ଚାରିପାଖେ ଅନୁକୂଳ ଅବସ୍ଥା ପୁରୁଣା ନୁହନ୍ତି ବିଚାର ପରିତ୍ୟାଗ କରି ନ କରିବା ପର୍ଯ୍ୟନ୍ତ ତୁମେ ବର୍ତ୍ତମାନ ସ୍ଥିତିରୁ ମୁକୁଳି ପାରିବ ନାହିଁ।
ତୁମ ଚାରିପାଖରେ ଅନୁକୂଳ ଅବସ୍ଥା ନିର୍ମିତ ହୋଇଛି। ଏହା ଉପରେ ବିଶ୍ୱାସ ନ କରିବା ପର୍ଯ୍ୟନ୍ତ ତୁମ ପାଦ ଉନ୍ନତି ଦିଗରେ ଅଗ୍ରସର ହେବ ନାହିଁ। ଯଦି ଆଗରୁ ନ ସୁଧୁରିବ ତେବେ ହୁଏତ ଦିବ୍ୟ ତେଜ ଯେକୌଣସି ଦିଗ ଭୁଲ କ୍ଷୀଣ ହୋଇଯିବ। ତୁମେ ବର୍ତ୍ତମାନ ଅପ୍ରିୟ ଅବସ୍ଥାରୁ ମୁକୁଳିବାକୁ ହେଲେ ନିଜର ମାନସିକ ଦୁର୍ବଳତାକୁ ଦୂରେଇ ଦିଅ। ନିଜ ଭିତରେ ଆତ୍ମବିଶ୍ୱାସ ଜାଗ୍ରତ କର। ବାରମ୍ବାର ଅସଫଳତା ମିଳୁଛି ବୋଲି ଶୋକ କର ନାହିଁ। ପରବାୟ କର ନାହିଁ, କାରଣ ସମୟ ଅନନ୍ତ। ବାରମ୍ବାର ପ୍ରଯତ୍ନ କର ଏବଂ ପାଦ ଆଗକୁ ବଢ଼ାଅ। ନିରନ୍ତର କର୍ତ୍ତବ୍ୟ କରିଚାଲ। ଆଜି ନ ହେଲେ ବି କାଲି ତୁମେ ସଫଳ ହେବ। ସହାୟତା ଅନ୍ୟ ଆଗରେ ନେହୁରା ହୁଅ ନାହିଁ। ସହାୟତା ପାଇଁ ଅନ୍ୟ ଆଗରେ ନେହୁରା ହୁଅ ନାହିଁ, କାରଣ ପ୍ରକୃତରେ କାହାରି ଏତେ ଶକ୍ତି ନାହିଁ ଯେ ତୁମର ସହାୟତା କରିପାରିବ। କୌଣସି ନଷ୍ଟ ପାଇଁ ତାହା ଉପରେ ଦୋଷାରୋପଣ କର ନାହିଁ, କାରଣ ପ୍ରକୃତରେ କେହି ତୁମ ଦୁଃଖ ଦେଇପାରିବେ ନାହିଁ। ତୁମେ ସ୍ୱୟଂ ନିଜର ମିତ୍ର ଏବଂ ସ୍ୱୟଂ ନିଜର ଶତ୍ରୁ। ତୁମ ସମ୍ମୁଖରେ ଭଲ ମନ୍ଦ ସ୍ଥିତି ଯାହା ବି ରହିଛି ସେସବୁ ତୁମ ଦ୍ୱାରା ହିଁ ସୃଷ୍ଟି। ନିଜର ଦୃଷ୍ଟିକୋଣ ବଦଳାଇ ଦେଲେ ଏହି ଭୟଭୀତ ଅନ୍ତରୀକ୍ଷରେ ତିରୋହିତ ହୋଇଯିବ। ତୁମ ବିଷୟରେ, ତୁମ ଯୋଜନା ବିଷୟରେ, ତୁମ ଉଦ୍ଦେଶ୍ୟ ସମ୍ପର୍କରେ ଅନ୍ୟ ଲୋକ ଯାହା କିଛି ବିଚାର କରୁଛନ୍ତି ତାହା ଉପରେ ଅଧିକ ଧ୍ୟାନ ଦେବା ଅନାବଶ୍ୟକ। ସେମାନେ ଯଦି ତୁମର କଳ୍ପନା ପଛରେ ଦୌଡ଼ୁଥିବା ଉନ୍ମୁକ୍ତ ଅଥବା ସ୍ୱପ୍ନ ଦେଖାଳି ବୋଲି କହନ୍ତି, ତେବେ ଏହାକୁ ପରବାୟ କର ନାହିଁ। ତୁମେ ନିଜର ବ୍ୟକ୍ତିତ୍ୱ ଉପରେ ଶ୍ରମ କାୟମ ରଖ। କେହି କିଛି କହିଦେଲେ, କୌଣସି ବିପଦ ଆସିଲେ ଆତ୍ମବିଶ୍ୱାସ ଦୁର୍ବଳ କର ନାହିଁ। ଆତ୍ମଶ୍ରଦ୍ଧା ଜାଗ୍ରତ ରଖି ଆଗକୁ ବଢ଼ି ଚାଲିଲେ ଶୀଘ୍ର ହେଲେ କିମ୍ବା ବିଳମ୍ବରେ ସଂସାରରେ ତୁମକୁ ରାସ୍ତା ଦେଖାଇବ। ଆଗକୁ ମଧ୍ୟ ପ୍ରଗତିର ପ୍ରୟାସ ଜାରି ରଖିବା ଉଚିତ, କିନ୍ତୁ ସବୁକିଛି ଖେଳୁଆଡ଼ ଭାବନାରେ କରାଯିବା ବାଞ୍ଛନୀୟ। ସଂସାର ଚକ୍ରରେ ପରିବର୍ତ୍ତନଶୀଳ। ପ୍ରଥମ ପରିବର୍ତ୍ତନଶୀଳ କ୍ରମ ଅନୁରୂପ ନିଜର ମନସ୍ଥିତି ପ୍ରସ୍ତୁତ କରି ରଖିବାର ହିଁ ବୁଦ୍ଧିମତ୍ତା ଓ ବିଚାରଶୀଳତା ନିହିତ। ଲାଭ, ସୁଖ, ସଫଳତା, ପ୍ରଗତି, ବୈଭବ ଆଦି ପ୍ରାପ୍ତ ହେଲେ ଅହଙ୍କାର ପ୍ରଦର୍ଶନ କରିବା ଅନୁଚିତ, କାରଣ ସେପରି ସ୍ଥିତି କେତେ ସମୟ ପର୍ଯ୍ୟନ୍ତ ରହିବ ତାହା କହି ହେବ ନାହିଁ। ଏପରି ଅବସ୍ଥାରେ କାନ୍ଦିବା, ବିରକ୍ତ ହେବା, ନିରାଶ ହେବାର ଶକ୍ତି ନଷ୍ଟ କରିବା ବୃଥା। ପରିବର୍ତ୍ତନ ଅନୁରୂପ ନିଜକୁ ଗଢ଼ିବାରେ, ବିପନ୍ନତା ସୁଧାରିବା ପାଇଁ ଚିନ୍ତା କରିବାରେ, ସମାଧାନ କରିବା ଏବଂ ତାଳମେଳ ରଖିବାରେ ଯଦି ମସ୍ତିଷ୍କକୁ ନିୟୋଜିତ କରିପାରିବେ ତେବେ ଏହା ପ୍ରସନ୍ନ। ଏପରି ଅବସ୍ଥାରେ କାନ୍ଦିବା, ବିରକ୍ତ ହେବା, ନିରାଶ ହେବାର ଶକ୍ତି ନଷ୍ଟ କରିବା ବୃଥା। ପରିବର୍ତ୍ତନ ଅନୁରୂପ ନିଜକୁ ଗଢ଼ିବାରେ, ବିଫଳତା ସୁଧାରିବା ପାଇଁ ଚିନ୍ତା କରିବାରେ, ସମାଧାନ କରିବା ଏବଂ ତାଳମେଳ ରଖିବାରେ ଯଦି ମସ୍ତିଷ୍କକୁ ନିୟୋଜିତ କରାଯାଇପାରେ ତେବେ ଏହି ପ୍ରଯତ୍ନ ଦୁଃଖ ଓ ପଶ୍ଚାତାପ ଅପେକ୍ଷା ଅଧିକ ଶ୍ରେୟସ୍କର ହେବ। ଯାହା ଉପଲବ୍ଧ ସେଥିରୁ ଆନନ୍ଦ ଗ୍ରହଣ କରିବା ଉଚିତ ଏବଂ ସନ୍ତୋଷକର ସନ୍ତୁଳନ ରକ୍ଷା କରିବା ଉଚିତ। ଏହା ବୁଦ୍ଧିମାନର କାର୍ଯ୍ୟ ଅଟେ। ଏକା ସଙ୍ଗରେ ବହୁଗୁଡ଼ିଏ କାର୍ଯ୍ୟ ସମ୍ପନ୍ନ କରିବାର ଇଚ୍ଛା ରଖିବା ଦ୍ୱାରା ମନୋଯୋଗ ଦୁର୍ବଳ। ଏକା ସାଙ୍ଗରେ ବହୁଗୁଡ଼ିଏ କାର୍ଯ୍ୟ ସମ୍ପନ୍ନ କରିବା ଇଚ୍ଛା ରଖିବା ଦ୍ୱାରା ମନୋଯୋଗ ପୂର୍ବକ କୌଣସି କାର୍ଯ୍ୟ ସମ୍ପନ୍ନ କରିପାରେ ନାହିଁ। ଗୋଟିଏ କାର୍ଯ୍ୟକୁ ଅଧାରେ ଛାଡ଼ି ମନ ଅନ୍ୟ କାର୍ଯ୍ୟ ଆଡ଼କୁ ଦୌଡ଼ିଥାଏ। ଏହିଠାରୁ ଶ୍ରମ, ସମୟ ନଷ୍ଟ ହେବା ଆରମ୍ଭ ହୋଇଥାଏ ତଥା ମନ ଭିତରେ ବିରକ୍ତ ଭାବ ଉତ୍ପନ୍ନ ହୋଇଥାଏ। ବିଚାର ଓ କାର୍ଯ୍ୟ ସୀମିତ ଏବଂ ସନ୍ତୁଳନ କରି ଦେବା ଦ୍ୱାରା ଶ୍ରମ ଓ ଶକ୍ତିର ଅପବ୍ୟୟ ହୁଏ ନାହିଁ ତଥା ବ୍ୟକ୍ତି ସଫଳତାର ପାହାଡ଼
ଚଢ଼ି ଅଗ୍ରସର ହୋଇଥାଏ। କୌଣସି କାର୍ଯ୍ୟ କରିବା ସମୟରେ ନିଜ ମନକୁ ଭଲ ଭାବରେ ଓ ସଂସ୍କାର ଦ୍ୱାରା ଓତପ୍ରୋତ ରଖିବା ହିଁ ସାଂସାରିକ ଜୀବନରେ ସଫଳତା ମୂଳ ମନ୍ତ୍ର। ଆମେ ଯେଉଁଠି ରହୁଛେ ତାକୁ ବଦଳାଇ ପାରିବା ନାହିଁ, କିନ୍ତୁ ନିଜେ ନିଜକୁ ପରିବର୍ତ୍ତନ କରି ପ୍ରତ୍ୟେକ ସ୍ଥିତିରେ ଆନନ୍ଦ ଲାଭ କରିପାରିବା। ସମସ୍ତେ ଆମର ହେବେ, ଆମ କଥା ଅନୁଯାୟୀ ଚାଲିବେ, ଏପରି ଆଶା ରଖିବା ମାନସିକ ଉତ୍ତେଜନା ତଥା ନିରର୍ଥକ ଦ୍ୱନ୍ଦ୍ୱ ମଧ୍ୟରେ ପଡ଼ି ରହିବାର ମୁଖ୍ୟ କାରଣ। ଏଥିରୁ ମୁକ୍ତି ପାଇବାକୁ ହେଲେ ଆମେ ଚୁପଚାପ ଶାନ୍ତିପୂର୍ବକ ନିଜର କାର୍ଯ୍ୟ କରି ଚାଲିବା ଏବଂ ଲୋକଙ୍କୁ ସେମାନଙ୍କ ହିସାବରେ ଚାଲିବା ପାଇଁ ଛାଡ଼ିଦେବା ଉଚିତ। କୌଣସି ବ୍ୟକ୍ତି ଉପରେ ନିଜର ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କର ନାହିଁ। ସମସ୍ତଙ୍କୁ ଖୁସି କରିବା ପାଇଁ ନିଜର ଅମୂଲ୍ୟ ସମୟ ଓ ଶକ୍ତିର ଅପବ୍ୟୟ କର ନାହିଁ। ଅସ୍ତବ୍ୟସ୍ତ ଜୀବନଯାପନ କରିବା, ତରବର ହେବା, ଦିନ ରାତି ବ୍ୟସ୍ତ ରହିବା, ପ୍ରତିକ୍ଷଣ କାମଧନ୍ଦାରେ ବାନ୍ଧି ହୋଇ ରହିବା ଦ୍ୱାରା ମନ କ୍ଷେତ୍ରରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥାଏ। ତେଣୁ ଏଠାରେ ନିଜର ଜୀବନ ବିଧିକୁ ଦୈନନ୍ଦିନ ଜୀବନକୁ ବିବେକପୂର୍ଣ୍ଣ କରି ଚାଲିବା ଆବଶ୍ୟକ। ସଚ୍ଚୋଟତା, ସଂଯମଶୀଳତା, ସଜ୍ଜନତା, ନିୟମିତତା, ସୁବ୍ୟବସ୍ଥା କରି ସାଦା ସରଳ ଜୀବନ ବିତାଇବା ଦ୍ୱାରା ମନ କ୍ଷେତ୍ରରେ ସଦୁପଯୋଗ ହୋଇଥାଏ, ସୁଯୋଗ ପ୍ରାପ୍ତ ହୋଇଥାଏ। କର୍ତ୍ତବ୍ୟ ପାଳନ ଆନନ୍ଦରୁ ଲୁଟ ଏବଂ କର୍ତ୍ତବ୍ୟ ପାଳନରେ ଆନନ୍ଦକୁ ଲୁଟ ଏବଂ ବିଘ୍ନଗୁଡ଼ିକ ସହିତ ନିର୍ଭୟରେ ଯୁଦ୍ଧ କର। ଏହା ହିଁ ଧର୍ମର ସାରତତ୍ତ୍ୱ। ସଂସାରରେ ସମସ୍ତ ମହାପୁରୁଷ ପ୍ରାରମ୍ଭରୁ ସାଧାରଣ ଶ୍ରେଣୀରେ ଯୋଗ୍ୟତା ଓ କ୍ଷମତା ସମ୍ପନ୍ନ ବ୍ୟକ୍ତି ଥିଲେ। ସାଧାରଣ ହୋଇ ମଧ୍ୟ ସେମାନେ ନିଜ ପ୍ରତି ହୀନ ଦୃଷ୍ଟି ପୋଷଣ କରିନଥିଲେ କିମ୍ବା ନିରାଶାକୁ ପ୍ରଶ୍ରୟ ଦେଇନଥିଲେ। ଆତ୍ମବିଶ୍ୱାସ ଓ ଅବିରତ ଅଧ୍ୟବସାୟ ବଳରେ ସେମାନେ ଆଗକୁ ପାଦ ବଢ଼ାଇ ଚାଲିଲେ। ପ୍ରତିକୂଳ ପରିସ୍ଥିତିରେ ବି ଲକ୍ଷ୍ୟ ପଥରୁ ବିଚଳିତ ହେଲେ ନାହିଁ। ନଗଣ୍ୟ ସାଧନ ଓ ସ୍ୱଚ୍ଛ ଯୋଗ୍ୟତା ଥାଇ ମଧ୍ୟ ଦେଶ, ଧର୍ମ, ସମାଜ, ମାନବତାର ସେବାରେ ନିଜ ଜୀବନକୁ ଆହୁତି ରୂପେ ନଗଣ୍ୟ ସାଧନ ଓ ସ୍ୱଚ୍ଛ ଯୋଗ୍ୟତା ଥାଇ ମଧ୍ୟ ଦେଶ, ଧର୍ମ, ସମାଜ ଓ ମାନବତାର ସେବାରେ ନିଜ ଜୀବନକୁ ଆହୁତି ରୂପେ ସମର୍ପଣ କରି ସମାଜ ସମ୍ମୁଖରେ ଉଦାହରଣ ପ୍ରସ୍ତୁତ କରିଗଲେ ଏବଂ କୋଟି କୋଟି ଜନତାକୁ ମାର୍ଗଦର୍ଶନ ପ୍ରଦାନ କରିଗଲେ। ஓம் சாந்தி சாந்தி. தைரியத்தில் இழக்காதீர்கள். புத்தகத்தின் தலைப்பு தைரியத்தில் இழக்காதீர்கள். நாள் 1. தினமும் படியுங்கள். பிறருடைய குற்றத்தை காண்பதற்கு முன் தன் குற்றத்தை காண். பிறருக்கு தீங்கு செய்வதற்கு முன் தன்னில் தீங்கொன்றுமில்லையா என்று பார்த்துக்கொள். அப்படி இருந்தால் அதை போக்கிக்கொள். பிறரை நிந்தனை செய்யும் நேரத்தில் அது ஆன்ம முன்னேற்றத்தை பற்றி யோசிப்பதில் செலவிடு. அப்பொழுது பிறரை நிந்திப்பதால் ஏற்படும் ஆவேசத்தை விட்டுவிட்டு பரமானந்தத்தை நோக்கி விரைகின்றாய் என்பதை ஏற்றுக்கொள்வாய். உலகை வெல்ல நினைக்கும் மக்களே, முதலில் தன்னை வெற்றி காண முயற்சி செய்யுங்கள். நீங்கள் அவ்வாறு செய்ய முடிந்தால் ஒரு நாள் உலகத்தை வெல்ல நினைக்கும் உங்கள் கனவு நனவாகும். நீங்கள் உங்களுடைய புலனடக்கத்தின் வடிவில் உலகத்து அனைத்து பிராணிகளையும் தன் கையால் ஆட்டி வைக்க முடியும். உலகத்து எந்த பிராணியும் உங்கள் பகைவனாக இருக்காது. ஆன்மீக சிந்தனையில் கவனம் செலுத்தாமல் வெறும் சேவை செய்பவர்கள் தன்னுடையதே வெற்றி அல்லது நற்பண்புகளில் மயங்கி விடுகின்றனர். அவர்கள் தம்மை உலக தொண்டனாக பார்க்க துவங்கி விடுகின்றனர். இந்நிலையில் அவர்கள் அனைவரும் தமது செயல்களை புகழ வேண்டுமென்றும் தாம் சொல்வதை கேட்க வேண்டுமென்றும் எதிர்பார்க்கின்றனர். அவர்களுடைய பெருகிவிட்ட இந்த ஆணவங்களை பலருடைய பகைவனாக ஆக்கிவிடுகின்றது. இதனால் அவர்களுடைய உலகத் தொண்டு அவர்களை உண்மையான சமூக தொண்டனாக ஆக்காமல் சமூகத்தை அழிப்பவன் வடிவத்தை ஏற்றுக்கொண்டு விடுகின்றது. நாள் 2. மனித இனத்தை நேசி. நாம் எந்த பாரத தேசத்தின் பெருமையை, பாரத தேச கொள்கைகளை பிரச்சாரம் செய்ய நினைக்கிறோமோ அதனால் உங்களுடைய எல்லா கஷ்டங்களுக்கும்
விடிவு காலம் வரக்கூடும். அரசியல் மூலம் உங்கள் அதிகாரங்களை காக்க முடியும். ஆனால் எந்த இடத்திலிருந்து நம்முடைய சுகம் துக்கம் உற்பத்தியாகிறதோ அதை ஒரு கட்டுக்குள் கொண்டு வர அரசியலால் முடியாது. ஆன்மீகத்தால் அது முடியும். மனிதனை மனிதனாக்கும் சக்தி பாரத பண்பாட்டில்தான் இருக்கிறது. நம் நாட்டின் பண்பாடு நமக்கு கற்றுத்தருவது என்னவென்றால், மனிதனை மனிதன் நேசிக்கவே பிறந்திருக்கிறான், சண்டையிட்டு சாவதற்கு அல்ல. நம்முடைய பணிகள் ஒழுங்கான முறையில் நடந்து கொண்டிருந்தால் பாரத பண்பாட்டின் சூரியோதயம் கட்டாயம் உண்டாகும். நாள் 3. மனசாட்சியின் உதவியை நாடு. நீங்கள் அமைதி, சாமர்த்தியம், சக்தி இவற்றை விரும்பினால் உங்கள் மனசாட்சியின் உதவியை நாடுங்கள். நீங்கள் உலகை ஏமாற்றலாம், ஆனால் உங்கள் மனசாட்சியை யாரும் ஏமாற்ற முடியாது. நீங்கள் செய்யும் ஒவ்வொரு செயலுக்கும் உங்கள் மனசாட்சியின் சம்மதத்தை பெற்றுக்கொண்டால் விவேகம் என்னும் பாதை நஷ்டமடையாது. உலகமே உங்களிடம் விரோதம் கொண்டாலும் நீங்கள் உங்கள் மனசாட்சியின் சொற்படி நடந்து கொண்டால் யாரும் நீங்கள் வெற்றி கொள்வதை தடுக்க முடியாது. எப்பொழுது ஒரு மனிதன் தன்னையே உயர்வாக நினைக்கிறானோ, தான் உயர்ந்தவன் என்று நினைக்க ஆரம்பிக்கிறானோ, அப்பொழுதே அவனுடைய ஆன்மீகம் நஷ்டமடைகிறது. நாள் 4. வாழ்க்கையை வேள்விமயமாக்கு. உன்னுடைய எண்ணம் நல்ல விஷயங்களுக்காக இருக்க வேண்டும். ஒழுங்கான நடத்தையில் உறுதியாக இருந்து காலத்தை கழிப்பது முடிந்து அடுத்தவர்களின் நலனுக்காக முயற்சி உடையவனாய் இருப்பது, நியாயமான வருவாயில் ஜீவனம் செய்வது, கடவுளின் பெயர் ஜபிப்பது, தன்னுடைய கடமையே கண்ணாக இருப்பது, இன்பத் துன்பத்தில் மனம் தளராமல் இருப்பது என்ற விதிமுறைகளை கடைபிடித்தால் வாழ்க்கை தவமாகிவிடும். மனிதன் வாழ்க்கையை வெற்றி கொள்வதில்தான் புத்திசாலித்தனம் உள்ளது. எதுவரை நம்மிடம் அகங்காரம் உள்ளதோ அதுவரை நம்முள் தியாகத்தின் எண்ணம் உதயமாவது கடினம். நாள் 5. புன்சிரிப்பு மாறாமல் இரு. எழுந்திருங்கள், விழித்து கொள்ளுங்கள். உங்கள் லட்சியத்தை அடையும் வரை நிற்காதீர்கள். யாராவது நமக்கு கெடுதல் செய்தாலோ தூற்றினாலோ, நாம் ஆத்திரம் அடையும்படி பேசினாலோ, நாம் அதை சாதாரணமாக எடுத்து கொள்வதினாலும் அதற்கு பதில் சொல்லாமல் இருப்பதாலும் விரோதம் வளராது. இதற்கு நல்ல பதில் நாம் மௌனமாக இருப்பதுதான் என்று யார் தன்னுடைய கடமையில் கண்ணாக இருந்து கொண்டும் அடுத்தவர் குற்றத்தை தேடாமலும் இருக்கிறார்களோ அவர்கள் உள்ளத்தில் எப்பொழுதும் மகிழ்ச்சி நிறைந்து இருக்கும். வாழ்க்கையில் ஏற்றத்தாழ்வு வந்து கொண்டுதான் இருக்கும். சிரித்து கொண்டே இருங்கள், புன்னகை செய்யுங்கள். எந்த முகத்தில் புன்னகை இல்லையோ அந்த முகம் எதற்கும் பயனில்லை. எந்த ஒரு மனிதன் தன் மனதிடம் நிலைக்க வேண்டுமென்று நினைக்கிறானோ அவன் அடுத்தவர்கள் சொல்லும் யோசனையில் கோபம் கொள்ளக்கூடாது. நாள் 6. ஆத்ம சமர்ப்பணம் செய். நீ முதலில் கற்றுக்கொள்ள வேண்டியது என்னவென்றால், இந்த உலகத்தில் சில கஷ்டங்களை பொறுத்து கொள்ள வேண்டும். பூர்வ ஜென்மங்களின் பலன்தான் நீ ஜெபிக்க முடியாமல் இருக்கிறது. அலுப்பும் பயமும் நிராசையும் இருக்கிறதோ அந்த செயலின் இடத்தில் மிகவும் அத்தமான ஒரு சக்தியும் இருக்கிறது. உன் வேலையை நீ செய்து முடித்ததும் ஒரு பக்கமாக நில். உன் காரியத்தின் பலனை கால சுழற்சியில் மிதந்து போகவிடு. உன்னால் முடிந்த கர்மங்களை செய். பிறகு ஆத்ம சமர்ப்பணம் செய். எந்த விதமான நிகழ்வுகளிலும் மனதை தளரவிடாதே. உன்னுடைய கர்ம வினைகளின் மேல்தான் உன்னுடைய அதிகாரம் இருக்க முடியும், அடுத்தவர்களின் கர்ம வினைகளின் மேல் அல்ல. கவலைப்படாதே, ஆசை வைக்காதே, பயப்படாதே. எல்லாம் நல்லபடியாகவே நடக்கும். அனுபவம் வரும் போகும். துக்கப்படாதே. நீ திடமான சுவற்றின் மேல் நின்று கொண்டிருக்கிறாய். This book is Lose Not Your Heart by Pandit Sriram Sharma Acharya. Introduction. Before pointing out the faults of others, search for faults in yourself and do your best to fix them first. Spend as much time doing this as you do criticizing others. Then you will realize that the harm caused by criticizing others can replace your happiness. Therefore, happiness only comes from removing this harm. People who wish to conquer the world should conquer themselves first. If you can do this, then you can conquer anything. People will not stand against you, but will be influenced by you. Recognize the need for spiritual contemplation. Performing social service without a spiritual outlook makes people obsessed with their own virtue. They consider themselves great philanthropists. They expect obedience and praise. Because of this, their increased arrogance makes them enemies of many. They become not philanthropists, but destroyers.
Without a spiritual outlook, they can never develop humility, nor do they have the ability to change themselves. Such people go on committing endless mistakes and makes their own lives unbearable. Take refuge in your conscience. If you desire peace, capability, and energy, then take refuge in your conscience. Even if you deceive the entire world, you will never be able to deceive your conscience. If you consult it on every occasion, you will never lose your ability for moral discretion, and no matter the opposition, you will be able to succeed. When you begin to think of yourself as the most virtuous and exemplary individual, your spiritual decay begins and you lose contact with your conscience. Make your life an offering. To make your life an offering, make sure that you comply with the following. See every person as worthy of kindness. Utilize your time in honesty and discipline. Work for the welfare of others. Limit your speech to worthy causes. Accept only that which you have honestly earned. Constantly keep God in your thoughts. Stay focused on your duties. Maintain your mental equilibrium. Making your life an offering is the sign of true intelligence and farsight. Your life cannot truly be considered an offering until you give up your ego. Keep smiling, keep laughing. Wake up. Do not rest until you have achieved your goal. If you regard gossip and ill will as trivial and refuse to acknowledge them, hostility will not increase. For such things, silence is the best response. True happiness comes from focusing on one's duty rather than on the shortcomings in others. Life is full of ups and downs, but we should always remain cheerful. What good is the face that cannot smile or laugh? Do not be irritated by criticism from others, and you will always retain your mental equilibrium. Surrender yourself. You must be prepared to face hardship in your life. You may be predisposed to feel that you cannot face them, but where you find doubt, tiredness, and despair in yourself, you will also find immense strength. Finish your work wholeheartedly and step aside. Let the results come to you in due course of time. Work to your full potential. Do not get discouraged by any situation. The only actions you can control are your own, not those of others. Do not criticize others and do not hold any expectations of them. There is no need to be afraid. Everything will turn out to be the best. Do not despair. You are standing on firm ground. Look to yourself for guidance. One who knows himself to be part of God neither blames failure on others nor attributes success to himself. He does not become blinded by his own power and fail to see the real situation. Be as cautious of your own ego as you would a rabid dog. Avoid attachment to your achievements as you would avoid a poisonous snake, and avoid people who will mock you for this. Direct every effort of your mind and heart towards God. Depending on others for your happiness ultimately leads to helplessness and misery. Look within yourself for direction, and not to others. Your true nature will help you become determined, and this determination will help you reach your goals. Introspect. Whatever happens, let it happen. Whatever is said about you, let it be said. You should consider these things as illusory and a mirage. If you have really detached yourself from the world, then why should such things affect you? Focus on inspecting yourself thoroughly for weakness. Only then can you begin the process of growth. Take advantage of every moment and every opportunity. Your path is very long and time is very short. Concentrate your inner strength on reaching your goal. Do not despair in any situation. Have faith not in the capacity of man, but in the capacity of God. God will show you the right way. Courtesy, simplicity, empathy, compassion. It is your responsibility to cultivate courtesy, simplicity, empathy, and compassion. Before looking for and criticizing faults in others, address the glaring flaws in yourself. If you are unable to control your speech, use it against yourself instead of others. First, discipline yourself. Without discipline, you cannot experience your true nature. Courtesy, simplicity, empathy, and compassion are all manifestations of this true nature. Disregard how others treat you and stay focused on your own growth.
If you can grasp this, you have understood the greatest secret. Look for the treasure within yourself. Keep your mind engaged in useful tasks. Do not let it go idle. Take life seriously. The task of spiritual growth is before you, and the time is very short. If you are led astray by your own negligence, you alone will have to pay the price. Patience and hope will enable you to face any situation. Stand on your own feet and challenge the entire world if you need to, but you should only be satisfied after attaining your highest goals. When others look outside for worldly treasure, look inside for the treasure of yourself. Walk alone. Great men go far on their paths because they walk alone. Their inspiration comes from within. They alone spur their happiness and remove their sadness, and they are helped along only by their own activities. Loneliness is an undeniable truth. To be afraid of it, feel inferior because of it, or lose sight of your duties because of it is the greatest sin. What you believe to be loneliness is actually a kind of solitude given to you to develop your own inner strength. When you depend on yourself, you are better able to realize your full potential. Do not depend on others. The day you develop faith in the strength of your own hands, feet, and heart, your soul will tell you to go forth alone. Keeping high expectations of others is like building castles in the air, unreal and worthless. Pinning your hopes on others cripples your own originality and courage. The person who centers his life around another person becomes alone very quickly. Putting your life in another person's hand is like setting sail without knowing where you are going. Love, a great power. Love is a kind of power that can further any aspect of your life. It is impossible to bring about a change in anyone's thinking without love. Healthy mindsets are rarely ever formed through reasoning and arguments. Healthy mindsets, as well as trust, are developed through prolonged good company. The result of this prolonged good company is love. Therefore, a healthy mindset and trust are both results of love. We must use love to change others' outlook and way of thinking. Logic, intelligent arguments are not sufficient. If what you have to say is full of love and sympathy, the world will be willing to follow you. The cause of failure. We are constantly trying to force others to think and act according to our own beliefs. These attempts to correct others' behavior neither change their minds nor satisfy us. We justify controlling others in several ways. We believe that if we control them, we may acquire some immediate gain, or that the person is a hindrance to our progress, or that a person is constantly criticizing us, spreading rumors about us, etc. Using such reasoning to blame others for your own failure will not benefit you. Forget painful memories. When you find yourself recalling painful memories, the best thing to do is forget and ignore them. The way to preserve your emotional stability is to replace your unpleasant memories with pleasant ones. If you wish to keep your physical, mental, and emotional health, then learn to remove unhealthy memories in this way. Even if someone close to you has caused you grief, will you keep obsessing over your pain? Lose yourself in purposeful work and forget these painful experiences. The best way to free yourself from worry is to forget your misery. Control over happiness and unhappiness. Instead of being controlled by happiness and unhappiness, establish your mastery over them. This will render your life more interesting and meaningful.
It is every person's responsibility to uplift himself and better his life, and you should fully involve yourself in this task. You can achieve a great deal if you take full advantage of favorable circumstances and are not afraid of adverse ones. Learn from every circumstance and move forward. As you progress, whatever seemed adverse will seem favorable. And then, when that time comes, you will be free from your sadness. Speak less, do more. Many people complain that nobody listens to them. They say that their comments go unheeded and their thoughts unappreciated, and that they are tired of being ignored. The fault here lies in the speaker and not the listener. This is a demonstration of ignorance. Such people should find first their own fault by introspection. This will make their terrible lack of knowledge clear. When you know how to carry out your work, and led by example, your instructions will be followed. Speak little, if at all, but above all, involve yourself in your work, and your work will speak for you, and all others will try to follow your example. Therefore, speak less, do more. The effect of speech is fleeting, whereas the effect of your work will be long-lasting. The call of time. Courage calls to us. The current era and its responsibilities call to us. We cannot ignore them. To uplift ourselves and our society, we will endure paths that are filled with thorns. We will not worry about what others say or do. We will be guided only by our own conscience. Let those who wander aimlessly in the dark do so, but we will take refuge in the light of our wisdom and move forward. We will not look for support from others. We will always be guided by our soul and our conscience, and we will have the courage to carry out our tasks as wise people should. The power of valor. Contemporary reformers are practically laughable. These false preachers shout down from rooftops that they will bring about religious, social, and political change. However, the differences between their words and actions are glaring. In these situations, any sense of hope seems dim. We do not need to wait quietly for a bright future, nor do we need to feel helpless and dependent on others to usher it in. We have the power to create it ourselves. Do not stray. The desire to survive can quickly give way to the desire for wealth, fame, and material success, each of which is so powerful that an ordinary person can be easily swept away. Only those with their sights set on higher ideals can remain firm against the tide. When you feel lost, remember when determination first took root in your heart. Make sure that your commitment to your cause is not ebbing away. The importance of hard work and desire. The desire to achieve something is an immensely powerful force. It can drive a person to work 100 times harder than his normal capacity. You might be surprised at what I have achieved. From writing so much literature to bringing together so many people. Even beginning this revolution and creating so many ashrams. How did all this happen? This is the result of hard work and a desire to achieve. If I had not applied myself to hard work, I might have remained the type of person for whom it is difficult even to make his own living. I would have accumulated money for my own petty entertainment by whatever means possible. But I would never have been able to accomplish such Himalayan tasks. Will retain your mental equilibrium. The combination of contemplation and character. Instead of looking for faults in others, discover your own faults. There is nothing to be gained by finding faults in others. You are only responsible for the mental and physical weaknesses of your own person. 1/4 of the circumstances you receive are a result of your own past actions. Nevertheless, 3/4 of the situation life gives you are a result of your current outlook and the effectiveness with which you are fulfilling your duties. If you take up the task of correcting yourself,
you can solve many of your mental and physical problems. No one is impressed by those who talk a great deal and accomplish very little. Those who have incorporated contemplation and character into their lives, however, can influence many people. Such people are the ones who make a difference in their environment. Believe in the strength of your soul. It is useless to complain that circumstances are not favorable, or that no one helps you, or that there are no opportunities for you. People say things like this only to blame their misfortune on others or cover their own personal shortcomings. Some people even blame such things on their fate or luck and beg for a better fortune from various deities. This is all because they lack confidence in themselves. We often fall prey to jealousy and fail to consider that others have achieved happiness because of their own hard work. God does not play favorites. He has given everyone the opportunity and the strength of soul to make progress. Awaken your self-confidence. When you find yourself in adverse situations and you feel that nothing is under your control, take it as a sign that you lack self-confidence. Until you change your mindset, you cannot be rid of these adverse situations. You cannot create favorable conditions until you believe that you are fully capable of doing so. If you do not change your thinking now, the divinity in you will diminish. Tell yourself that the divinity within you is working in your favor and replace your mental weakness with this awakened self-confidence. You are your own friend and enemy. Do not dwell on repeated failures. You have plenty of time before you. Start afresh and keep performing your duties properly. Success will be yours in due time. Do not beg others for help, because in reality, no one has the capacity to truly help you. Likewise, do not blame others when you are depressed, as no one has the capacity to cause you pain. You are your own friend and enemy. Every situation you find yourself in, whether good or bad, is of your own creation. Change your outlook towards a situation and fight away the fear surrounding it will vanish. The spirit of sportsmanship. If you wish to do something extraordinary, do not pay attention to what others think of your goals and plans. If they see you as an unrealistic dreamer, ignore it. Have faith in yourself. Do not let your faith waver because of someone's words or an adverse condition. If you keep going, you will ultimately find a way to proceed. Keep applying your efforts, but do it with the spirit of sportsmanship. Do not give up even upon losing. Live in contentment. It is only wise to be prepared for changing times. You should never feel conceited about your successes, happinesses, luxuries, or progress because you do not know how long these will last. If they do not, there is no point in spending your energy complaining, despairing, or becoming angry. Use your time to think through the situation and devise a solution, or otherwise reconcile yourself to it. In the end, this will be more beneficial for you. Real intelligence comes from finding happiness in whatever is available, and in this way, keeping your mental balance. Balance your thoughts and actions. When the mind is pulled in too many directions, it cannot accomplish anything. It becomes disturbed by half-completed tasks and runs out of control. When it is burdened with too many tasks, it cannot complete a single one. You quickly lose time, energy, and more importantly, temper. By limiting your tasks and organizing your thoughts, you will not be as likely to waste your energies, and you will be able to achieve greater success in the tasks you undertake. Before starting a task, saturate your mind with noble thoughts. This is the formula for worldly success. While we cannot change situations, we can change ourselves and accommodate a situation and remain cheerful. Do not keep expectations of others.
Expecting that people will agree with us and do what we say causes mental stress and complicates our lives. The solution to this is to concentrate on our work and let others work at their own pace. We should never try to dominate anyone, and neither should we try to please everyone. In both these things, our valuable time and energy are wasted. The essence of religion. The greatest source of stress these days is a disorganized lifestyle. People are always rushing to complete things, and every moment of their day is occupied by thoughts of work. There is no time left for thoughts about life. A healthy lifestyle must include time for rest and relaxation. This will enable us to reach our full potential. Therefore, it is necessary to organize everyday life so that this critical aspect is included in the routine. In order to utilize our God-given capabilities to their full potential, we have to integrate honesty, discipline, self-control, and well-organized surroundings into our life. The essence of religion is to enjoy performing our duties and face adversity fearlessly. Self-confidence and perpetual effort. Great men have always begun as ordinary people. They did not despair or lose self-esteem because of this. They kept on going on the strength of self-confidence and perpetual effort. Even in adverse situations, they did not remove their sights from their goal. Even with limited resources and strength, they continued to offer their lives up for country, religion, society, and humanity. The purposeful life. We spend much of our lives trying to acquire food, shelter, and various sensory pleasures. We center ourselves around the body and activities associated with it. But if this is all there is to life, what is the difference between humans and animals? Since humans are the most enlightened beings, they also have greater responsibilities. Those who do not comply with these responsibilities of human life are not worthy of being called human.